ଆପଣମାନଙ୍କୁ ସମସ୍ତଙ୍କୁ ରବୀନ୍ଦ୍ର ଏଜୁକେସନ୍ ତରଫରୁ ସମସ୍ତଙ୍କୁ ସ୍ୱାଗତ। ସବୁ ଦର୍ଶକମାନଙ୍କୁ ପ୍ରଣାମ। ଆଉ ମୁଁ ଆଶା କରୁଛି ସମସ୍ତେ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ କରୁଥିବେ, ମୋର ଆଗ୍ରହ ବଢ଼ିବାରେ ସାହାଯ୍ୟ କରୁଥିବେ। ଆଜି ଆମେ ଶତକଡ଼ା ଲାଭ କ୍ଷତି ବିଷୟରେ ପଢ଼ିଥିଲେ, ତାର ସେକେଣ୍ଡ ଭିଡ଼ିଓ ପକେଇବା। ବର୍ତ୍ତମାନ କୋଶ୍ଚିନ୍ଟି ହେଉଛି, ଜଣେ ଦୋକାନୀ ଗୋଟିଏ ରେଡ଼ିଓକୁ 510 ଟଙ୍କାରେ ବିକ୍ରି କରି 1500 ଟଙ୍କା କ୍ଷତି କଲେ, ତେବେ ରେଡ଼ିଓଟିର କ୍ରୟ ମୂଲ୍ୟ କେତେ? ତାପରେ ଆଡିସନାଲ କୋଶ୍ଚିନ୍ ଦେଇଛି, ଯଦି ସେ 570 ଟଙ୍କାରେ ବିକ୍ରି କରିଥାନ୍ତେ ତେବେ ତାଙ୍କର କେତେ ଶତକଡ଼ା ଲାଭ ବା କ୍ଷତି ହେଇଥାନ୍ତା। ତାହେଲେ ଆମେ ରେଡ଼ିଓର ବିକ୍ରି ମୂଲ୍ୟ କେତେ ଦେଇଛି? ସମାଧାନ, ରେଡ଼ିଓର ବିକ୍ରି ମୂଲ୍ୟ, ରେଡ଼ିଓଟିର ବିକ୍ରି ମୂଲ୍ୟ ସମାନ 510 ଟଙ୍କା। 510 ଟଙ୍କା। କ୍ଷତି କେତେ ହେଇଛି? ପ୍ରଥମ ବିକ୍ରି କ୍ଷତି ହେଇଛି କ୍ଷତି 1500 ଟଙ୍କା। ଅର୍ଥାତ୍ ଏହା ଅର୍ଥ କ'ଣ? 100 କିଣା ବେଳେ 100 ଟଙ୍କା କ୍ରୟ ବେଳେ କ୍ଷତି ଟଙ୍କା 15। ଅତএବ ବିକ୍ରି କେତେ ହବ? 100 ରେ 15 ଟଙ୍କା କ୍ଷତି ହେଲା, 100 ମାଇନସ୍ 100 ମାଇନସ୍ 15 କେତେ? 85 ଟଙ୍କା। 85 ଟଙ୍କା ବିକ୍ରି। ସେ ବିକ୍ରି ଦାମ ଦେଇଛି, ଓଲଟା ଲେଖିଦେବା। ଅତଏବ 85 ଟଙ୍କା ବିକ୍ରି ବେଳେ କ୍ରୟ କେତେ? କ୍ରୟ 100 ଟଙ୍କା। 1 ଟଙ୍କା ବିକ୍ରି ବେଳେ କ୍ରୟ କେତେ ହବ? 100 ଟଙ୍କା ବାଇ 85 ଟଙ୍କା। 5 କାଟିଲେ 20, 5 କାଟିଲେ 70, ମାନେ 20 ବାଇ 70 ଟଙ୍କା। ଟଙ୍କାଟେ ବିକ୍ରି ବେଳେ 20 ଟଙ୍କା ବାଇ 70 ଟଙ୍କା ବିକ୍ରି। ଟଙ୍କାଟେ ବିକ୍ରି ବେଳେ କିଣା କ୍ରୟ। ତାହେଲେ 510 ଟଙ୍କା ବିକ୍ରି ବେଳେ 510 ଟଙ୍କା ବିକ୍ରି ବେଳେ କ୍ରୟ 20 ବାଇ 70 ଗୁଣନ 510, ଯେତିକି ହେଲା ସେତିକି ଟଙ୍କା। 70 30, 30 51 00, 30 ଗୁଣନ 20, 600 ଟଙ୍କା। 600 ଟଙ୍କା। ଅତএବ ରେଡ଼ିଓର କ୍ରୟ ମୂଲ୍ୟ, ରେଡ଼ିଓଟିର କ୍ରୟ ମୂଲ୍ୟ 600 ଟଙ୍କା। 600 ଟଙ୍କାର 1500 ଟଙ୍କା କ୍ଷତି ହେଲା, 1500 କୁ 90, 600 ମାଇନସ୍ 90, ବିକ୍ରି ହେବ କେତେ? 510। 510 ବିକ୍ରି ହେଇଛି, ଆଉ ତାହେଲେ 1500 ଟଙ୍କା କ୍ଷତି ହେଇଛି। ଯଦି 570 ଟଙ୍କାରେ ବିକ୍ରି ହେଇଥାନ୍ତା, କ'ଣ କହୁଛି? ଯଦି 570 ଟଙ୍କାରେ ରେଡ଼ିଓଟା ବିକ୍ରି ହେଇଥାନ୍ତା, ଯଦି ରେଡ଼ିଓଟି 570 ଟଙ୍କାରେ ବିକ୍ରି ହୋଇଥାନ୍ତା, ତାହେଲେ କ୍ରୟ ହେଉଛି 600, ବିକ୍ରି ହେଉଛି 570, କ୍ଷତି କେତେ ହେଇଥାନ୍ତା? କ୍ଷତି ସମାନ କ୍ରୟ ମାଇନସ୍ ବିକ୍ରି, କମେଇକି ବିକା ହେଲା। 600 ମାଇନସ୍ 570 ସମାନ 30 ଟଙ୍କା। 30 ଟଙ୍କା କ୍ଷତି। ଅତଏବ ଶତକଡ଼ା କ୍ଷତି, ଲାଭ ହେଲାନି। ଶତକଡ଼ା କ୍ଷତି ହେଉଛି କ୍ଷତି ବିଭକ୍ତ କ୍ରୟ ମୂଲ୍ୟ, ଗୁଣନ 100। 100 ଗୁଣା ହେଲେ ଶତକଡ଼ା କେମିତି ହବ? କ୍ଷତି ହେଲା 30, କ୍ରୟ ମୂଲ୍ୟ ହେଲା 600 ଗୁଣନ 100, ଏତିକି ଶତକଡ଼ା। 100 କାଟିଲେ 1, 100 କାଟିଲେ 6, 100 କାଟିଲେ 5, 500 ଟଙ୍କା କ୍ଷତି। ଯଦି 570 ଟଙ୍କାରେ ବିକ୍ରି ହେଇଥାନ୍ତା, ତାହେଲେ 500 ଟଙ୍କା କ୍ଷତି ହେଇଥାନ୍ତା। ଅତଏବ ଯଦି ରେଡ଼ିଓଟି 570 ଟଙ୍କାରେ
ବିକ୍ରି ହୋଇଥାନ୍ତା ବିକିଥାନ୍ତେ ତେବେ ତାଙ୍କର 500 ଟଙ୍କା କ୍ଷତି ହୋଇଥାନ୍ତା 500 ଟଙ୍କା କ୍ଷତି ହୋଇଥାନ୍ତା ଆନ୍ସର ତେଣୁ ଏଇଟା ହେଉଛି ଗୋଟେ ଜଏଣ୍ଟ ଗଣିତଟେ ପ୍ରଥମ ହେଉଛି ଗୋଟିଏ ରେଡ଼ିଓ 510 ଟଙ୍କା ବିକ୍ରି କରି 15 ଟଙ୍କା କ୍ଷତି କଲେ ତାର କ୍ରୟ ମୂଲ୍ୟ ବାହାରିଲା ପୁଣି ଯଦି 570 ବିକ୍ରି କରିଥାନ୍ତେ ଯଦି ଏଠି 570 ଜାଗାରେ ଯଦି ଆଉ ଅଧିକ ଦାମ ହେଇଥାନ୍ତା ତାହେଲେ 600 ରୁ ଅଧିକ ହେଇଥିଲେ ଲାଭ ହେଇଥାନ୍ତା ଲାଭଟା ବାହାର କରିଥାନ୍ତେ ବିକ୍ରିରୁ 600 ଟଙ୍କା ଫେରିଥାନ୍ତେ ଲାଭ ବାହାରିଥାନ୍ତା ତାପରେ ଶତକଡ଼ା ଲାଭ ଯେହେତୁ କ୍ରୟ ମୂଲ୍ୟ ଗୁଣନ 100 ତାହେଲେ ଲାଭ ହେଇଥାନ୍ତା ମନେକର ସେଠି ହେଇଥାନ୍ତା 630 ତାହେଲେ କେତେ ଲାଭ ହେଇଥାନ୍ତା 630 ମାଇନସ୍ 600 30 ଟଙ୍କା ଲାଭ ହେଇଥାନ୍ତା ଶତକଡ଼ା ଲାଭ କେତେ ହେବ 30 ବାଇ କ୍ରୟ ମୂଲ୍ୟ 600 ଗୁଣନ 100 ଏତିକି ଶତକଡ଼ା 100 ନେଇକି 100 6 500 ଟଙ୍କା ଲାଭ ହେଇଥାନ୍ତା ଏଇ ଦାମ ଉପରେ ନିର୍ଭର କରେ ଆମେ କ୍ରୟ ମୂଲ୍ୟଟା ପାଇଗଲେ ସେ ଦାମଟା ଯଦି ଅଧିକ ହେବ କ୍ରୟ ମୂଲ୍ୟ ଠାରୁ ତାର ଲାଭ ହେବ ଯଦି କମିଲା ଯେହେତୁ କମ ଅଛି ସେଟା କ୍ଷତି ହେଲା ଆଉ କେତେ କ୍ଷତି ହେଲା ବାହାର କରିବେ ଶତକଡ଼ା କ୍ଷତିଗତ କ୍ରୟ ମୂଲ୍ୟ ଗୁଣନ 100 ଆଶା କରୁଛି ଗୋଟିଏ ଲାଭରେ ପଡ଼ିଥିଲା ଗୋଟିଏ କ୍ଷତିରେ ପଡ଼ିଲା ଆଉ ଗୋଟେ ଜଏଣ୍ଟରେ ପଡ଼ିଲା ସେଇ କ୍ଷତି ସହିତ ଜଏଣ୍ଟ କ୍ଷତି ଆପଣ ଧ୍ୟାନ ଦେଖନ୍ତୁ କରନ୍ତୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଥ୍ୟାଙ୍କ ୟୁ